ଆଜି ଆମେ କରିବା ଝୁଡ଼ଙ୍ଗ ରାଇ ବା ଝୁଡ଼ଙ୍ଗ ବେସର ଦିଆ ଭଜା। ପ୍ରଥମେ ମୁଁ ଏଠି ଝୁଲଣ ଆଉ ଆଳୁ ଦୁଇଟାଙ୍କ କାଟିକି ଭଲରେ ଧୋଇକି ନେଇଯାଇଛି। ଏଠି ଦେଇଛି ଜିରା, ସୋରିଷ, ରସୁଣ, ଲଙ୍କା, ତାକୁ ଗ୍ରାଇଣ୍ଡିଙ୍ଗ କରିକି ନେଇଯାଇଛି। ଏବେ ଗୋଟେ କଡ଼େଇ ବସେଇ ନେବା, ସେଥିରେ ଦେବା ତେଲ ତାତିଗଲେ ଏଥିରେ ପକାଇବା ସୋରିଷ ଆଉ ଝୁଡ଼ଙ୍ଗକୁ ଆଳୁକୁ ପକାଇକି ଆମେ ଭାଜି ନେବା। ଏବେ ତାକୁ ଟିକେ ଭାଜିଦେବା, ପକାଇବା ହଳଦୀ ଗୁଣ୍ଡ ଆଉ ଲୁଣ। ଏବେ ଭଲ ଭାବରେ ତାକୁ ମିଶାଇ ଦେବା। ଏବେ ଆମେ ସୋରିଷ ଯେଉଁ ବାଟିକି ରଖିଥିବା ତାକୁ ଦେଇଦେବା, ଆଉ ଟିକେ ମିଶାଇ ଦେବା, ଆଉ ଏଠି ଅଳ୍ପ କିଛି ପାଣି ଦେବା। ବେସରଟା ସିଝିବା ପାଇଁ ଟିକେ ପାଣି ଦେଇଦେବା ଏଠି। ଏବେ ତାକୁ ଗୋଳେଇ ନେବା ଆଉ ଘୋଡ଼େଇ ଦେବା। ଏଇଟା କିଛି ସମୟ ପାଇଁ ସିଝିବାକୁ ଛାଡ଼ିବା। ଦେଖନ୍ତୁ ଏଇଠି ଆମର ଅଧା ସିଝିଗଲାଣି ଝୁଲଣ। ଏଥିରେ ଆମେ ଗୋଟେ ପିଆଜ ଆଉ ଗୋଟେ ଟମାଟୋ କାଟିକି ପକାଇ ନେବା। ମୁଁ ଏଇଟା ଗୋଳେଇ ନେଇଛି, ଆଳୁ ଅଧା ଆମର ସିଝି ଯାଇଛି। ଏଇ ଷ୍ଟେଜ୍ରେ ମୁଁ ପକାଇବି ପିଆଜ ଆଉ ଟମାଟୋ, ତାକୁ ଭଲରେ ପୁଣି ଗୋଳେଇ ଦେବା। କଲର୍ ପାଇଁ ଏଠି ରେଡ଼୍ ଚିଲି ପାଉଡ଼ର ଦେଇଦେବା। ଏବେ ତାକୁ ପୁଣି ଭାଜି ନେବା। ଏବେ ତାକୁ ଆମେ ଆଉ 2 ମିନିଟ୍ ଘୋଡ଼େଇ ଦେବା। 2 ମିନିଟ୍ ତ ଏବେ ହେଇଗଲାଣି। ଏବେ ଦେଖିନେବା ଆମେ। ଏବେ ତ ଏଇଟା ହେଇଗଲାଣି ଝୁଲଣ ଭଜା ବା ଝୁଲଣ ରାଇ। ଏହାକୁ ଆମେ ପଖାଳ ଭାତରେ ବା ଗରମ ଭାତରେ ସବୁଥିରେ ଖାଇପାରିବା। ମୋ ରେସିପିଟି କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।